ଥରେ ଅଜା ନାତୁଣୀ ଏକା ସାଥିରେ ବୁଲୁଥିଲେ, ହସ ଖୁସି କଥା ହେଉଥିଲେ। ଅଜା କେତେ ମଜା କରୁଥିଲେ, ନାତୁଣୀକୁ ଗେହ୍ଲ କରୁଥିଲେ, ବୁଲଉଥିଲେ। ନାତୁଣୀ ମଧ୍ୟ ଅଜାଙ୍କ ସହିତ କେତେ ଥଟ୍ଟା ମଜା ହେଉଥିଲା। ଅଜା ନାତୁଣୀକୁ କାନ୍ଧରେ ବସେଇକି ଦୁଇ ହାତ ଟେକିକି ବୁଲଉଥିଲେ। ଅଜାଙ୍କର ଗୋଟେ ସାଇକେଲ ଥିଲା। ଯେତେବେଳେ ନାତୁଣୀ ବଡ଼ ହେଇଗଲା, ଦିନେ ଅଜାଙ୍କୁ ପଚାରୁଛି, ସାଇକେଲ ଭଲ ନା ବାଇସାଇକେଲ ଭଲ? ଅଜା କହିଲେ, ସାଇକେଲ ଭଲ। ତୁ ଯେତେବେଳେ ଛୋଟ ଥିଲୁ, ତୋ ପାଇଁ ଛୋଟ ସାଇକେଲ କିଣିକି ତୋତେ ସକାଳୁ ବୁଲେଇ ନେଉଥିଲି, ସାଇକେଲ ଶିଖଉଥିଲି। କେତେ ଆନନ୍ଦ ଲାଗୁଥିଲା। ସକାଳର ସୁଲସୁଲିଆ ପବନରେ ତୁ ସାଇକେଲ ଚଢ଼ୁଥିଲୁ, ତୋତେ ସାଇକେଲରେ ବସେଇ ସ୍କୁଲକୁ ନେଉଥିଲି, ଆଣୁଥିଲି। ତୁ ଏକୁଟିଆ ସାଇକେଲ ଶିଖୁଥିଲୁ, ତୋ ପଛେ ପଛେ ଯାଉଥିଲି। ଏଇ ସାଇକେଲରେ ମୁଁ କେତେ ଓଜନ ଜିନିଷ ମଧ୍ୟ ଆଣୁଥିଲି, ଗାଁ ମଧ୍ୟ ଯାଉଥିଲି। ସାଙ୍ଗସାଥୀ ମାନଙ୍କ ସହିତ ବଣରେ ବୁଲୁଥିଲୁ, କେତେ ମଜା ନେଉଥିଲୁ। ଏବେ ସାଇକେଲ ଏବଂ ବାଇକ୍ ଏମାନେ କେବେ ସମକକ୍ଷ ନୁହନ୍ତି। ସାଇକେଲରେ ଖର୍ଚ୍ଚ କମ୍, ବାଇସାଇକେଲରେ ଖର୍ଚ୍ଚ ବେଶୀ। ସାଇକେଲର ଲାଇସେନ୍ସ ଦରକାର ନାହିଁ, କିନ୍ତୁ ବାଇସାଇକେଲର ଲାଇସେନ୍ସ ଦରକାର। ସାଇକେଲରେ ପେଟ୍ରୋଲ ଭରିବାର ଦରକାର ନାହିଁ, କିନ୍ତୁ ବାଇସାଇକେଲରେ ପେଟ୍ରୋଲ ଭରିବାକୁ ପଡ଼ିଥାଏ। ସାଇକେଲରେ ଦୁର୍ଘଟଣା ଘଟିବାର କମ୍ ଅଛି, କିନ୍ତୁ ବାଇସାଇକେଲରେ ଦୁର୍ଘଟଣା ମଧ୍ୟ ଘଟିଥାଏ। ସାଇକେଲର ମଜା ଅଛି। ତୁ ସାଇକେଲରେ ଯେଉଁ ମଜା ପାଉଛୁ, ବାଇସାଇକେଲରେ ପାଇପାରିବୁ ନାହିଁ। ତେଣୁକରି ସାଇକେଲ ଭଲ। ଏହାପରେ ନାତୁଣୀ ଜେଜେ କାନ ଧରୁଛି, ମୁଁ ବୁଝିନଥିଲି ସାଇକେଲର କେତେ ଉପକାରିତା। ତେଣୁ ଆମେ ସମସ୍ତେ ସାଇକେଲ ଚଲାଇବା ଉଚିତ।